1599 କଥା। ଏହି ମହାସାଗର ଦ୍ୱୀପରେ ଗୋଟିଏ ଦେଖିବାକୁ ମିଳିଲା ବିଶାଳକାୟ ପକ୍ଷୀଟି। ପକ୍ଷୀର ଉଚ୍ଚତା 1 ମିଟର। ତାହାର ନାମ ଦିଆଗଲା ଡୋଡୋ। ଧୀରେ ଧୀରେ ସେହି ପକ୍ଷୀର ଅଣ୍ଡା ମାଂସ ଖାଇବାକୁ ଲାଗିଲେ। ଏହା ପରେ 1 ଶତାବ୍ଦୀ ପରେ ପକ୍ଷୀଟି ଲୋପ ପାଇବାକୁ ଲାଗିଲା। ଦୁନିଆର ଶେଷ ଡୋଡୋ ପକ୍ଷୀ 1688ରେ ଦେଖିବାକୁ ମିଳିଥିଲା। ଏହା ପରେ ଡୋଡୋ ପକ୍ଷୀ ବିଲୁପ୍ତ ହୋଇଗଲା। ଏଥିରୁ ଜଣାପଡ଼ିଲା ଯେ ପୃଥିବୀରେ ଥିବା ପ୍ରତ୍ୟେକ ଜୀବଜନ୍ତୁ ଦିନେ ନା ଦିନେ ବିଲୁପ୍ତ ହୋଇଯିବେ। ତେବେ ବିଶ୍ୱରୁ ଦିନେ ନା ଦିନେ ମନୁଷ୍ୟ ଜାତି ବିଲୁପ୍ତ ହୋଇଯିବ? ତାହା ଜାଣିବା ଆଜିର ଏପିସୋଡ଼ ଆପଣଙ୍କର ନିଜର ଓଡ଼ିଆ ଚ୍ୟାନେଲ ରହସ୍ୟ ଦୁନିଆ। ଏ ଧରାପୃଷ୍ଠରେ ସମସ୍ତ ଜୀବଜନ୍ତୁ ବିଲୁପ୍ତ ହୋଇଗଲେଣି। କଥାରେ ଅଛି ତାହାର ଆରମ୍ଭ ଅଛି, ତାହାର ଅନ୍ତ ବି ଅଛି। ବିଶ୍ୱର ଏମିତି ବି ଜୀବଜନ୍ତୁ ଥିଲେ ତାହା ପ୍ରାୟ ବିଲୁପ୍ତ ହୋଇଗଲେଣି। ସେଥିମଧ୍ୟରୁ ଡାଇନୋସର ଅନ୍ୟତମ। ଡାଇନୋସର ପୃଥିବୀରେ ସବୁଠାରୁ ବିଶାଳ ଜୀବ ଥିଲେ, କିନ୍ତୁ ଆଜି କେବଳ ଅତୀତ କୁହାଯାଏ। ପୃଥିବୀରେ ମନୁଷ୍ୟ ଶ୍ରେଷ୍ଠ ଜୀବ, କିନ୍ତୁ ମନୁଷ୍ୟ ନିଜର ସ୍ୱାର୍ଥ ପାଇଁ ପ୍ରକୃତିକୁ ନଷ୍ଟ କରିବାରେ ମୁଖ୍ୟ ଦାୟୀ। କିନ୍ତୁ ଆଉ ବେଶୀ ଦୂର ନୁହେଁ ଏ ପୃଥିବୀର ମାନବ ଜାତି ବିଲୁପ୍ତ ପାଇଁ। ତେବେ ଆସ ଜାଣିବା କେଉଁ କେଉଁ କାରଣରୁ ମନୁଷ୍ୟ ଜାତି ବିଲୁପ୍ତ ହୋଇଯିବ। ମାନବ ଜୀବନର ବିଲୁପ୍ତର ମୂଳ କାରଣ ହୋଇପାରେ ଜଙ୍ଗଲ ହ୍ରାସ, ମନୁଷ୍ୟକୃତ ଟେକ୍ନୋଲୋଜି। ଆପଣ କହିପାରେ ମାନବ ଜାତି କାହିଁକି ବିଲୁପ୍ତ ହୋଇଯିବ? ଆମେ ସମସ୍ତେ ପ୍ରକୃତି ଉପରେ ନିର୍ଭରଶୀଳ। ପ୍ରକୃତିରୁ ହିଁ ଜୀବନକୁ ବଳ ମିଳେ, କିନ୍ତୁ ଆମେ ପ୍ରକୃତିକୁ ନଷ୍ଟ କରିବାରେ ଲାଗିଛୁ।